ଜାଗର ପାଇଁ ଚଳଚଞ୍ଚଳ ଢେଙ୍କାନାଳ ଜିଲ୍ଲା କପିଳାସର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ପୀଠ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ମୁତୟନ ହେବେ 10 ପ୍ଲାଟୁନ୍ ଫୋର୍ସ, 5 ଜଣ ଡିଏସ୍ପି, 13 ଜଣ ଇନ୍ସପେକ୍ଟର ଓ ଏସ୍ଆଇ ମିଶି 81 ଜଣ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ। ଚଳିତ ବର୍ଷ ଭୋର 3:55 ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ଜାଗର ପାଇଁ ପ୍ରଶାସନିକ ଚଳଚଞ୍ଚଳ ଅଛି। ମନ୍ଦିର ସବୁ ଠିକ୍ଠାକ୍ରେ ସବୁ ମନ୍ଦିରର ମରାମତି କାମ ସବୁ ଠିକ୍ ଅଛି। ସମସ୍ତ ଭକ୍ତମାନଙ୍କ ପାଇଁ ଠିକ୍ ସବୁ ଶାନ୍ତି ଶୃଙ୍ଖଳାରେ କେମିତି ଭକ୍ତମାନଙ୍କ ପାଇଁ ଜାଗର ପାଇଁ ଭଲ ଭାବରେ ଦର୍ଶନ ହେଇକି ସେ ଯିବେ ସବୁ ଠିକ୍ଠାକ୍ ସବୁ ଚାଲିଛି। କପିଳାସ ଆସିଥିଲୁ, ଭଲ ଲାଗୁଛି ଦର୍ଶନ କରିକି। ହଁ, ବହୁତ ଅନୁଭବ ହେଉଛି। ମୋତେ ପୁରା ଦର୍ଶନ କଲି ଯେତେବେଳେ ମୋତେ ବହୁତ ଭଲ ଲାଗିଲା। ସମୟ ନିର୍ଦ୍ଧାରିତ ଅନୁଯାୟୀ ପ୍ରାୟ ସବୁ କାମ ଚୂଡ଼ାନ୍ତ ସମୟରେ ପହଞ୍ଚିଛି। ଏଏସ୍ଆଇ ବିଭାଗ, ଦେବୋତ୍ତର ବିଭାଗ ଏବଂ ପାନୀୟ ଜଳ ବିଭାଗ पंचायत तरफ जहाँ जहाँ निष्पत्ति कराइला ता चूड़ांत कार्यक्रम पहुँच सारी। मेडिकल, पुलिस, फायर एवं वाटर सप्लाय समस्त को एथिरे इन्वॉल्व करइछु। जहाँ जहाँ करा जाय प्रति वर्ष ए वर्ष ताहाटारु समस्ते आउ टिके अधिका भाव में यत्नमान होई जेति यात्री आसबे समस्ते केमती भलरे आसबे भलरे जिबे ता सहित वेहिकल मूवमेंट जेमती हेई परिबो एवं आपणकर जेमती रेस्क्यू टीम रही स्नेक रेस्क्यू टीम रे ड्रिंकिंग वाटर फैसिलिटी राति रे जेहेतु यहाँ गोटे मेला करा जाए से राति रे केमती इलेक्ट्रिसिटी व्यवस्था करा जिवो ये सबु विषय पुंखानुपुंख आलोचना करा जाइछि एवं कंसर्न डिपार्टमेंट मानकू तांकर दायित्व विषय बुझाई दिया जाइछि।